ଆମ୍ଭ ଆଉ ଦ୍ରାକ୍ଷା ରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ। ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ କୋଉଟା ପଢୁଛନ୍ତି? ଗାଲାତିଆ 5 ପର୍ବ ପଢୁଛନ୍ତି? ଗାଲାତିଆ 5 ପର୍ବ। ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହା ହେଲେ ତୁମେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ, ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ। ଯେଣୁ ଏହି ଦୁଇ ପରସ୍ପର ବିପରୀତ। ଫଳତଃ ତୁମେମାନେ ଯାହା ଯାହା ଇଚ୍ଛା କର, ସେହି ସବୁ କରିପାର ନାହିଁ। କିନ୍ତୁ ଯଦି ତୁମେମାନେ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ମୂଷାଙ୍କ ବ୍ୟବସ୍ଥାର ଅଧୀନ ନୁହଁ। ଶରୀରର କାର୍ଯ୍ୟଗୁଡ଼ିକ ତ ସ୍ପଷ୍ଟ ରୂପେ ଜାଣ। ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, ନରହତ୍ୟା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତ୍ତତା, ରଙ୍ଗରସ ଇତ୍ୟାଦି ପ୍ରକାର କର୍ମଗୁଡ଼ିକ ମୁଁ ପୂର୍ବରେ ଯେପରି ତୁମମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ, ଯେଉଁମାନେ ଏହିସବୁ ପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଆମେନ୍। ଧନ୍ୟବାଦ। ମୁଁ ଆଗକୁ ଜାଣିକି 22 ଆଉ 23 ପଢିଲିନି। ଆଜି ଆମେ ଏଥିରୁ ଗୋଟେ ବିଷୟ ଆଲୋଚନା କରିବା। କାରଣ ଆଗକୁ ଦେଖିବେ ଗାଲାତିଆ ତାର 5 ପର୍ବ 22 ଏବଂ 23 ପଦରେ ଅତି ସୁନ୍ଦର ବିଷୟ ଲେଖାଯାଏ। ଆମେ ସମସ୍ତେ ତାକୁ ମୁଖସ୍ଥ ବି କରିଥାଉ। ସଣ୍ଡେ ସ୍କୁଲ ମାନଙ୍କରେ ମଧ୍ୟ ପିଲାମାନଙ୍କୁ ସ୍ୱର୍ଣ୍ଣପଦ ହିସାବରେ କହିବା ପାଇଁ ତାଙ୍କୁ କହିଥାଉ। ଯୋଉଥିରେ 22 ରେ 23 ରେ 9 ଗୋଟି ଆତ୍ମାଙ୍କର ଫଳ ବିଷୟରେ ଲେଖାଯାଇଛି। ଆଉ ଏଇ ସବୁ ଆତ୍ମିକ ଫଳ ଆମ ଜୀବନରେ ପ୍ରତିଫଳିତ ହେଉ ବା ନ ହେଉ, ଆମ ଜୀବନରେ ତାହା ଥାଉ ବା ନଥାଉ, ତାକୁ ପଢୁ ପଢୁ ଆମକୁ ଅତି ଭଲ ଲାଗିଯାଏ। ଆମ ଭିତରେ ଗୋଟେ ଗୁଡ୍ ଫିଲିଙ୍ଗସ୍ ଆସେ, ଆମ ଭିତରେ ଗୋଟେ ପଜିଟିଭ ଭାଇବ୍ରେସନ ଆସି ଯାଇଥାଏ। କିନ୍ତୁ ଆଜି ଯଦି ବି ଆମେ 16 ରୁ 21 ପଢିଛେ, କିନ୍ତୁ ମୁଁ ଆଜି ଫୋକସ କରିବି 19 ରୁ 21 ଭିତରେ। ଯଦି ଆମେ 19 ରୁ 21 ଭିତରେ ପଢୁ, ତାହେଲେ ସେଇଠି ଆମେ 16ଟା ଶରୀରର କାର୍ଯ୍ୟ ଗୁଡିକ ବିଷୟରେ ଲେଖାଯିବା ବିଷୟ ଆମେ ଦେଖୁ। ଆଉ ତାପରେ ବି ଇତ୍ୟାଦି ଲେଖା ହେଇଛି। ତା ମାନେ 16ଟା ଏଇ ଶରୀରର କାର୍ଯ୍ୟ ବ୍ୟତୀତ ମଧ୍ୟ ନିଶ୍ଚିନ୍ତ ଭାବରେ ଆଉ କିଛି ଅଧିକ ଶରୀରର କାର୍ଯ୍ୟ ଗୁଡିକ ରହିଛି। ସେଥିପାଇଁ ଏଠି ଇତ୍ୟାଦି ଶବ୍ଦ ବ୍ୟବହାର କରାଯାଇଛି। ଏଇ 16ଟି ଶରୀରର କାର୍ଯ୍ୟ ଗୁଡିକ ମଧ୍ୟରୁ ଅଧିକାଂଶ କାର୍ଯ୍ୟ ଗୁଡିକ ବା ଅଧିକାଂଶ ଗୁଣ ଗୁଡିକ ନିଶ୍ଚିନ୍ତ ଭାବରେ ମୋ ଜୀବନରେ ତ ଅଛି। ମୁଁ ଜାଣେ ନା ଆପଣ ମାନଙ୍କ ଜୀବନରେ ସେ ସବୁ ଅଛି କି ନାହିଁ, ମାତ୍ର ମୁଁ ନିଶ୍ଚିତ ଭାବରେ ବିଶ୍ୱାସ କରେ ସେଥିମଧ୍ୟରୁ କିଛି ନା କିଛି ଏଇ ଶରୀରର କାର୍ଯ୍ୟ ଗୁଡିକ ଆମ ମାନଙ୍କ ଜୀବନରେ ରହିଛି। ଆମେ ଆତ୍ମାଙ୍କ ଫଳ ବିଷୟରେ ବହୁତ ସମୟରେ ଆଲୋଚନା କରୁ, କାରଣ ସେଟା ଆମକୁ ଗୋଟେ ଗୁଡ୍ ଫିଲିଂ ଦେଇଥାଏ। ଆଉ ଆମକୁ ସେଟା ପଢିଲା କ୍ଷଣି ଆମକୁ ଭଲ ଲାଗେ। ଆଉ ଏଇ ଯୋଉ 19 ରୁ 21 ମଧ୍ୟରେ ଲେଖା ହେଇଥିବା ଶରୀରର କାର୍ଯ୍ୟ ବିଷୟରେ ଆମେ ଏତେଟା ଆଲୋଚନା କରିନଥାଉ, କାରଣ ତାହା ଆମକୁ ଗୋଟେ ଗୁଡ୍ ଫିଲିଙ୍ଗସ୍ ଦେଇନଥାଏ, ବରଂ ଆମମାନଙ୍କର ନେଗେଟିଭ ପର୍ସନାଲିଟିକୁ ବାହାରକୁ ଆଣିଥାଏ ବା ଆମମାନଙ୍କର ନକାରାତ୍ମକ ବ୍ୟକ୍ତିତ୍ୱକୁ ସେ ବାହାରକୁ ଆଣିଥାଏ। ଆମମାନଙ୍କର ଅପରାଧ, ଆମମାନଙ୍କର ପାପ, ଆମମାନଙ୍କର ଖରାପ ଗୁଣ ବିଷୟ ଯେହେତୁ ଆମକୁ କେହି ଦେଖୁ ବା ନ ଦେଖୁ, ପଢିଲା କ୍ଷଣି ଆମେ କୋଉଠି ନା କୋଉଠି ରିଲେଟ କରିଯାଉ କୋଉ କୋଉ ଗୁଣ ଗୁଡିକ ମୋ ପାଖରେ ଅଛି। ତେଣୁ ସେଇଟା ଭଲ ଲାଗେନି। ତେଣୁ ଆମେ ନର୍ମାଲି ତା ବିଷୟରେ ବେଶୀ ସମୟ ଆଲୋଚନା କରିନଥାଉ। ଆଜି 16 ଗୋଟି ଶାରୀରିକ ବା ଶରୀରର କାର୍ଯ୍ୟ ଗୁଡିକ ବିଷୟରେ ଆମେ ଆଲୋଚନା କରିବା ନାହିଁ। ତା ଭିତରୁ ଗୋଟିଏ ବିଷୟରେ ଆଲୋଚନା କରିବା, ସେଟା ହଉଛି 20 ପଦର ଲେଖାଯାଇଛି ଶେଷରେ ଈର୍ଷା, ଯୋଉଟା ଇଂରାଜୀରେ ଆମେ ଜେଲସି କହୁ। ଆଉ ଗୋଟେ ପଦ ରହିଛି, ତାର ଆମେ ପରଶ୍ରୀ କାତରତା ବା ଏନଭି। ଜେଲସି ଅର ଏନଭି, ଈର୍ଷା କିମ୍ବା ପରଶ୍ରୀ କାତରତା। ମୁଁ ଆକ୍ଚୁଆଲି ଯେତେବେଳେ ମତେ ସିଡ୍ୟୁଲ ଦିଆଗଲା, ସେବେଠାରୁ ମୁଁ ଫିଲିମନଙ୍କ ପୁସ୍ତକ ଅଧ୍ୟୟନ କରୁଥିଲି, ଯୋଉଟା ମୁଁ ପ୍ରଚାର କରିବା ପାଇଁ ଚାହୁଁଥିଲି। କିନ୍ତୁ ଗତ 3 ଦିନ ତଳେ ମୁଁ ଯେତେବେଳେ ଗାଲାତିଆ ପୁସ୍ତକ ପଢୁଥିଲି, ମତେ ହଠାତ୍ ଚାଳନା ଆସିଲା ଯେ ଏ ବିଷୟରେ ଆପଣ ମାନଙ୍କ ସମ୍ମୁଖରେ ରଖିବା ପାଇଁ। ତେଣୁ ମୁଁ ସେଇଟାକୁ ପୋଷ୍ଟପୋନ କରି ଗାଲାତିଆ ପୁସ୍ତକ ତାର 5 ପର୍ବର 20 ପଦରେ ଯୋଉ ଲେଖା ହେଇଛି ଗୋଟିଏ ଶବ୍ଦ, ତାହା ହେଲା ଈର୍ଷା ବା ପରଶ୍ରୀ କାତରତା, ଜେଲସି ଅର ଏନଭି। ଏହା ଉପରେ ଆମେ କିଛି ସମୟ ଆଲୋଚନା କରିବା। এই জেলসি বা এই ঈর্ষাটা গোটিয়ে নেগেটিভ ফিলিং বা গোটে নকারাত্মক অনুভূতি বা নকারাত্মক ফিলিং।
जोटा कि साधारणतः आम ठारू जो माने टिके बेटर पोजिशन रे अछंती बा आम ठारू टिके अधिक सफल होइचंती बा आम ठारू अधिक गुणगारी मारे भलो अछंती सेमान को देखिला भितरे आम भितरे आसुतबा गोटे रिजेंटमेंट एंड डिसकंटेंट बा आम मन रे आसुतबा असंतुष्टि एवं विरक्ति मनोभाव ताको जेलसी बा ईर्ष्या बोली कहा जाय विशेष करी सेई माने जो माने से सब जिनिस पाइबार हकदार नाइ बोली आमे मने करि थाउ से प्रकार लोक को पाखरे जते बेले आमटर बेटर जिनिस थाए बा से माने जते बेटर सक्सेस होंती ताको प्रति आमनकर ईर्ष्या से कारण आमे मध्य से सब पाइबा पई इच्छा करि थाउ मु बहुत बार भी कहिछि डिजिटली एवं फिजिकली मध्य आज देखिबे अधिकांश लोक माने निज दुख रे दुखी नहंती मात्र अन्य जनकर सुख रे ए माने दुखी ओडिया रे गोटे कथा अछि प्रोवर्ब टाइप रो जे सागो खिया पखालो खिया को देखि पारे नाही अर्थात निज ठारो सामान्य टिके जदि बेटर पोजीशन रे के अछि बेटर सफलता पाइछि आ ताको देखिले हमको ईर्ष्या लागे कोठी ना कोठी हम जीवन रे हम काहाको ना काहा माने ईर्ष्या निश्चित भाव रे करिथिबा किबा हमको मध्य के ईर्ष्या निश्चित भाव रे करथिबे बाइबल मध्य ए ईर्ष्या एवं ए परश्री कातरता को गोटे ध्वंसात्मक अनुभूति बोलिकरी प्रकाश करे आ जहा कि आमन संपर्क को नष्ट कर दे थाए आमन मध्य जमती मु कहली विरक्ति एवं आपणकर असंतुष्टतार भाव सृष्टि करिता एवं आमनकर आत्मिक जीवन मध्य नष्ट करिता बा आमनकर स्पिरिचुअल वेलबीइंग आत्मिक उत्तमता को मध्य से नष्ट करता है तो हमको लगे जे हम ईर्ष्या करबा द्वारा हमर कोन किछि लाभ होई मु देखुतली बाइबल रो किछि अंश गुडी को ईर्ष्या करबा द्वारा कोन सब बेनिफिट्स अछि मु देखिली गुटिए भी बेनिफिट्स पाहला नै ईर्ष्या करबा द्वारा कोन से लाभ हेबारो बाइबल रे पद पर मु पाइली नै केवल क्षति ही क्षति आउ अनेक क्षति ईर्ष्या केवल गोटे विषय नहीं मात्र ईर्ष्या आम शारीरिक जीवन में क्षति पहुंचे थाए आमर मानसिक जीवन में क्षति पहुंचे थाए आम सामाजिक जीवन में क्षति पहुंचे थाए आर्थिक जीवन में क्षति पहुंचे थाए सर्वोपरि आमर आत्मिक दिगरे क्षति पहुंचे थाए जेलसी इज मोर डेंजरस देन क्रुएल्टी एंड एंगर आपण हिंसा एवं क्रोध अपेक्षा आपणकर जो ईर्ष्या अधिक भयंकर अटे कारण हिंसा और क्रोध अन्य मानकर क्षति करि पारे किंतु ईर्ष्या अन्य मानकर क्षति करू बा न करू किंतु जे ईर्ष्या करू थाए बा हमें जो माने ईर्ष्या करि थाउ से निश्चित भाव रे ईर्ष्या करूथबा व्यक्तिर अनेक क्षति करि थाए केमिति मु आको आपण मानको समझ बाइबल किछ अंश रखिया पई चाहिबी आपण माने निश्चित भाव रे ताको रिलेट करिवे ईर्ष्या को लेकर हितोपदेश तार 27 पर्व 4 पद रे अति सुंदर विषय लिखा जाए मु आपण मानक निमंते पढ़ी देबा इच्छा करे प्रोवर्ब्स चैप्टर 27 वर्स 4 हितोपदेश 27 पर्व तार 4 पद रे प्रकार लिखा जाए कोप निष्ठुर ओ क्रोध प्रलयकारी मात्र अंतर्जल आगरे किए ठिया होई पारे wrath is cruel and anger is overwhelming but who is able to stand before jealousy कारण ईर्ष्या एक भयंकर विषय अटे ईर्ष्या निजे तो गोटे पाप अटे ये सेतिक रे सीमित रही जाए नहीं आ ईर्ष्या भयंकर विषय हैला से अनेक पाप करिबा पई आपण को मन रे गोटे जागृत कराइबा प्रवर्ताई थाए अनेक पाप कराई थाए ईर्ष्या निजे गोटे पाप किंतु सेतिक रे से सीमित रहे नहीं आहुरी अनेक पाप करिबा पई से आपण को प्रवर्ताई थाए आसंतो बाइबल रु किछि ए संपर्क रे देखिबा देखो बाइबल रे मते लिखा जाउची जे ईर्ष्या आमर आनंद और आशीर्वाद को हरण कर नहीं थाए दी फर्स्ट लॉस प्रथम क्षति होची ईर्ष्या आमानकर खुशी एवं आमानकर आशीर्वाद गुडी को से हरण कर नहीं थाए से हितोपदेश तार 14 पर्व 30 पद रे प्रकार लिखा जाए आपण माने व्यवहार करी पढ़ी पारिबे समय दृष्टि रो मु पढ़ी दउची प्रोवर्ब्स चैप्टर 14 वर्स 30 शांत अंतकरण देहर जीवन स्वरूप पुणी ईर्ष्या हाड़र क्षय स्वरूप ए ट्रैंक्विल हार्ट गिव्स लाइफ टू द फ्लेश बट एनवी मेक्स द बोन्स रट ईर्ष्या हमर शारीरिक स्वास्थ्य को मध्य खराब करि थाए
ବା ଶାରୀରିକ ସ୍ୱାସ୍ଥ୍ୟକୁ ମଧ୍ୟ ଆମମାନଙ୍କର ନଷ୍ଟ କରିଥାଏ। ଈର୍ଷା ଆମମାନଙ୍କର ମାନସିକ ଶାନ୍ତିକୁ ମଧ୍ୟ ନଷ୍ଟ କରିଥାଏ। ଆଉ ଈର୍ଷାର ଭୟଙ୍କର ବିଷୟ ହେଲା ଆମେ ଯାହାକୁ ଈର୍ଷା କରିଥାଉ ସେ ବିଚରା ଜାଣିନଥାଏ, ଆଉ ସେ ଗୋଟେ ସାଧାରଣ ଜୀବନ ଯାପନ କରୁଥିବେ। ସେ ଆନନ୍ଦରେ ପ୍ରତିଦିନର କାର୍ଯ୍ୟ କରୁଥିବେ, ସେ ଆନନ୍ଦରେ ଖାଉଥିବେ, ସେ ଆନନ୍ଦରେ ପିଉଥିବେ, ସେ ଆନନ୍ଦରେ ହସୁଥିବେ, ସେ ଆନନ୍ଦରେ ଶୋଉଥିବେ, କାରଣ ଆମେ ତାକୁ ଈର୍ଷା କରୁଛୁ ବୋଲି ସିଏ ଜାଣିନାହାନ୍ତି। ହି ଇଜ ଲିଭିଂ ଏ ଭେରି ନର୍ମାଲ ଭେରି ଅର୍ଡିନାରୀ ଲାଇଫ। ତାଙ୍କର କୌଣସି କ୍ଷତି ନାହିଁ। କିନ୍ତୁ ଆମେ ଯେହେତୁ ମନରେ ଈର୍ଷା କରିଥାଉ, ଆମ ଭିତରେ ରିଜେଣ୍ଟମେଣ୍ଟ ଆସେ, ଆମ ଭିତରେ ଡିସକଣ୍ଟେଣ୍ଟ ଆସେ, ଆମ ଭିତରେ ଗୋଟେ ରାଗ ଆସିଯାଏ ମନେ ଭିତରେ, ଆଉ ଆମେ ଆମକୁ ନିଜକୁ କ୍ଷତି ପହଞ୍ଚେଇଥାଏ। ଆମମାନଙ୍କର ବ୍ଲଡ ପ୍ରେସର ପଡି ଯାଇଥାଏ, ଆମମାନେ ଠିକରେ ଖାଇ ପାରିନଥାଉ, ଆମମାନେ ଠିକରେ ଶୋଇ ପାରିନଥାଉ, ଆମମାନେ ଠିକରେ ଖୁସି ହେଇପାରିନଥାଉ, ଆମମାନେ ଠିକରେ ଜୀବନ ଯାପନ କରିପାରିନଥାଉ, ଆମମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ଆମମାନେ ଠିକ କରିପାରିନଥାଉ। ତ ସେ ଲୋକର ତ କ୍ଷତି ହଉନାହିଁ, ସେ ବାର ଆରାମରେ ଘୁଙ୍ଗୁଡି ମାରିକି ରାତିରେ ଶୋଉଛନ୍ତି। ଆମେ ଏଠି ନିଦ ବଟିକା ଖାଇକି ମଧ୍ୟ ଶୋଇପାରୁନୁ, କାରଣ ଆମେ ତା ବିଷୟରେ ଚିନ୍ତା କରୁଛୁ, ସେ କେମିତି ଉନ୍ନତି କଲା, ସେ ସବୁ କେମିତି କରିପାରିଲା। So we are jealousy of that person. So he is living very ordinary life and very common life. And ଆମେ ନିଜେ ଅନ୍ତର୍ଜଳାରେ ଆମମାନେ ରାତିରେ ଚଳୁଛୁ, ବା ସେଥିପାଇଁ ଆମମାନଙ୍କର ତାର ତ କ୍ଷତି ହଉନାହିଁ, କିନ୍ତୁ ଆମମାନଙ୍କର କ୍ଷତି ହଉଛି କାରଣ ଆମେ ମାନସିକ ସ୍ତରରେ ଅଶାନ୍ତ ହେଇଯାଇଛୁ। ଆଉ ସେଥିପାଇଁ ଏଠାରେ ଲେଖାଯାଏ ଈର୍ଷା ଗୋଟେ କ୍ୟାନ୍ସର ପରି ଆପଣଙ୍କର ହାଡ ଏବଂ ଆପଣ ଶରୀରକୁ କ୍ଷୟ କରିଥାଏ। ଯଦି ହାଡରେ କ୍ୟାଲସିୟମର ଯଦି ମାତ୍ରା କମିଯାଏ ତାହେଲେ ହାଡର ସାନ୍ଦ୍ରତା କମିଯାଏ, ହାଡ ଦୁର୍ବଳ ହେଇଯାଏ, ହାଡ ରଟିଂ ହେଇଯାଏ। ଠିକ ସେ ପ୍ରକାର ଆପଣଙ୍କର ଜୀବନରେ ଯେତେବେଳେ ଈର୍ଷା ଆସିଯାଏ ସେତେବେଳେ ସେ ଆପଣଙ୍କର ଶରୀରକୁ ଏବଂ ଆପଣଙ୍କ ମନକୁ ସେ ପ୍ରକାର ରଟ୍ କରିଦିଏ, ସେ ପ୍ରକାର ଆପଣଙ୍କର ଦୁର୍ବଳ କରିଦିଏ, ନଷ୍ଟ କରିଦିଏ। ଆଉ ସେଥିପାଇଁ ଆୟୋବ ତାଙ୍କ ପୁସ୍ତକରେ ଲେଖନ୍ତି ତାର 5 ପର୍ବ 2 ପଦରେ, କାରଣ ବିରକ୍ତି ଅଜ୍ଞାନକୁ ନାଶ କରେ ଓ ଅନ୍ତର୍ଜଳା ନିର୍ବୋଧକୁ ବଧ କରେ। ଯେ ଈର୍ଷା କରୁଛି ତାକୁ ବାହାର ଲୋକ ଆସିକି ମାରିବା ଆବଶ୍ୟକ ନାହିଁ, ସିଏ ନିଜେ ନିଜକୁ ଆସ୍ତେ ଆସ୍ତେ ବଧ କରିଦିଏ। ଗୋଟେ ସ୍ଲୋ ପଏଜନ ଭଳିଆ ଈର୍ଷା। ସେ ବାହାର ଲୋକ କ୍ଷତି ପହଞ୍ଚେଇବ ନ ପହଞ୍ଚିବ ଅଲଗା ବିଷୟ। ଏ ବାଇବଲରେ କ୍ଲିୟରଲି ଲେଖାଯାଏ ଯେ ଅନ୍ତର୍ଜଳା ନିର୍ବୋଧକୁ ବଧ କରେ। ଅର୍ଥାତ୍ ଯେ ଈର୍ଷା କରୁଛି ସେ ଗୋଟେ ସେ ହଉଛି ଜଣେ କଣ ଅଜ୍ଞାନୀ। ସେ ଜାଣିପାରୁନାହିଁ ଯେ ସେ ନିଜର କ୍ଷତି ଘଟଉଛି ବୋଲିକି। ସେ ଭାବୁଛି ମୁଁ ତାର କ୍ଷତି ଘଟୁଛି ଈର୍ଷା କରିବା ଦ୍ୱାରା, ଆଉ ଜଣଙ୍କର କାହାର କ୍ଷତି ଘଟୁଛି, ବାଟ ବାସ୍ତବିକ ସିଏ ନିଜର ହିଁ କ୍ଷତି ପହଞ୍ଚୁଛି। ଆଉ ଆସ୍ତେ ସେ ନିଜ ଶରୀରକୁ, ପୁଣି ନିଜର ମନକୁ, ପୁଣି ନିଜର ଆତ୍ମିକ ଜୀବନକୁ ସିଏ ବଧ କରୁଛି। ଦ୍ୱିତୀୟ ଲସ୍, ସେକେଣ୍ଡ ଲସ୍ ମୁଁ ଦେଖିଲି ଯେ ଆପଣଙ୍କର ଈର୍ଷା ଆମମାନଙ୍କର ପାରିବାରିକ ଏବଂ ସାମାଜିକ ଜୀବନକୁ ମଧ୍ୟ ନଷ୍ଟ କରିଦେଇଥାଏ। କାରଣ ଈର୍ଷା କରିବା ବ୍ୟକ୍ତି କାହା ସହିତ ମଧ୍ୟ, ବା ବିଶେଷ କରି ଯାହାକୁ ସେ ଈର୍ଷା କରୁଛି ତା ସହିତ ଗୋଟେ ଇଣ୍ଟିମେଟ ରିଲେସନସିପ ରେ ଆସିପାରେ ନାହିଁ। ଯଦି ବି ସେ ତାକୁ ଯେତେବେଳେ ସାମ୍ନା ସାମ୍ନି କରି ମୁହଁରେ ହସି ଦିଏ, ପ୍ରିଟେଣ୍ଡ କରେ ତା ସହିତ ସେ ଭଲ ସମ୍ପର୍କ ରଖିଛି ବୋଲି, କିନ୍ତୁ ବାସ୍ତବିକ ସେ ଟିକେ ଆଖିରୁ ଦୂରେଇ ଗଲା ପରେ ତା ପ୍ରତି ଗୋଟେ ଅଲଗା ନଜରରେ ସେ ଦେଖେ। So a jealousy person cannot maintain an intimate relationship with those people whom he is jealousy with. ଯାହା ସହିତ ସିଏ ଈର୍ଷାରେ ଅଛି, ଈର୍ଷା ପରାନ୍ତ ଯାହା ପ୍ରତି ଅଛି, ତାଙ୍କ ସହିତ ସିଏ ଭଲ ସମ୍ପର୍କ ରଖିପାରେ ନାହିଁ। ଫଳରେ ତାଙ୍କର ସମ୍ପର୍କ ପାରିବାରିକ ଏବଂ ଏଇ ଜିନିଷ ପରିବାର ଭିତରେ ହେଇପାରେ କିମ୍ବା ପରିବାର ବାହାରେ ବି ହେଇପାରେ। କାରଣ ଆପଣ ବି ଭଲ ଭାବେ ଜାଣିଛନ୍ତି, ଆମେ ଈର୍ଷା ସାଧାରଣତଃ ଜାଣିଥିବା ଲୋକକୁ କରିଥାଉ, ଅଜଣା ଲୋକକୁ ଆମେ କେବେ ଈର୍ଷା କରିନଥାଉ। ସେମିତି ଆମକୁ ମଧ୍ୟ ଯଦି କେହି ଈର୍ଷା କରୁଛନ୍ତି ତାହେଲେ ଆମ ସହିତ ପରିଚିତ ଲୋକ ହିଁ ଈର୍ଷା କରିବେ, ଅପରିଚିତ ଲୋକ ଆମକୁ ଈର୍ଷା କରନ୍ତି ନାହିଁ। କାରଣ ଆମମାନଙ୍କର ଉନ୍ନତି ବା ଅବନତି ସାଙ୍ଗରେ ଆମମାନଙ୍କ ସହିତ ଯାହାର ପରିଚୟ ନାହିଁ ତାର କିଛି ଯାଏ ଆସେ ନାହିଁ। ଈର୍ଷା ବିଶେଷ କରି ନିଜ ଲୋକମାନଙ୍କ ଭିତରେ ବା ପରିଚିତ ଲୋକମାନଙ୍କ ଭିତରେ ହୋଇଥାଏ। ଆଇଦର ପରିଚିତ ଲୋକ ଦ୍ୱାରା ଆମେ ଈର୍ଷାନ୍ୱିତ ହୋଇଥାଉ କିମ୍ବା ଆମେ ପରିଚିତ ଲୋକକୁ ଆମେ ଈର୍ଷା କରିଥାଉ। ତେଣୁ ଆମମାନଙ୍କ ନିଶ୍ଚିତ ଭାବରେ ପାରିବାରିକ ଜୀବନ ଏବଂ ସାମାଜିକ ଜୀବନ ନିଶ୍ଚିତ ଭାବରେ ଡିଷ୍ଟର୍ବାନ୍ସ ହେଇଥାଏ ବା ବିଶୃଙ୍ଖଳା ହେଇଥାଏ। ଆମେ ବାଇବଲର ଗୋଟେ ଉଦାହରଣ ଦେଖିବା, ଆଦି ପୁସ୍ତକ ତାର 37 ଅଧ୍ୟାୟରେ ଆମେ ଭଲ ଭାବେ ଜାଣିଛୁ ଯୋସେଫଙ୍କର 12 ପୁଅ ଥିଲେ। ଯୋସେଫ ଯାକୋବଙ୍କର 12 ପୁତ୍ର ମଧ୍ୟରୁ 10ମ ପୁତ୍ର ଥିଲେ, ବିନ୍ୟାମିନ ଶେଷ ପୁତ୍ର ଥିଲେ। ତଥାପି ମଧ୍ୟ ଯାକୋବ ଏଇ 12 ଜଣଙ୍କ ମଧ୍ୟରୁ ଯୋସେଫଙ୍କୁ ଅତ୍ୟଧିକ ମାତ୍ରାରେ ଭଲ ପାଉଥିଲେ। ସେ ତାକୁ
ଅଧିକ ଭଲ ପାଇବା ହେତୁ ତାଙ୍କର ବାକି 11 ଜଣ ଭାଇ ତାଙ୍କୁ ଈର୍ଷା କଲେ। ଲେଖାଯାଏ, ଆପଣ ଯଦି ସେ 37 ପର୍ବ ପୁରା ପଢିବେ ତାହେଲେ 4 ପଦରେ ଲେଖାଯାଏ ତାଙ୍କୁ ଈର୍ଷା କରିବାକୁ ଲାଗେ। ଆଉ କେବଳ ଈର୍ଷା କଲେ ନାହିଁ, ଈର୍ଷା କରି ସେ ଘୃଣା ମଧ୍ୟ କଲେ। ମୁଁ ଯଦି ଆଗରୁ କହିଲି ଈର୍ଷା ତ ଗୋଟେ ପାପ, ଆଉ ସେ କିଛି ପାପ କରିବା ପାଇଁ ପ୍ରବର୍ତ୍ତାଏ। ଈର୍ଷା କରିବା ବ୍ୟକ୍ତି ଘୃଣା ମଧ୍ୟ କରିଥାଏ, ସେ ବ୍ୟକ୍ତି ସହି ପାରିନଥାଏ। ତ ଭାଇମାନେ 11 ଜଣ ଭାଇମାନେ ଯୋଶେଫଙ୍କୁ ଈର୍ଷା କଲେ, ଆଉ ଈର୍ଷା କଲା ପରେ ସେମାନେ ତାଙ୍କୁ ଘୃଣା ମଧ୍ୟ କଲେ। ପରବର୍ତ୍ତୀ ସମୟରେ ଆମେ ଦେଖୁଛୁ ଯୋଶେଫ ଗୋଟେ ସ୍ୱପ୍ନ ଦେଖୁଛନ୍ତି ଯେ 12 ଭାଇ କ୍ଷେତରେ ବିଡ଼ା ବାନ୍ଧୁଛନ୍ତି, ଆଉ ଯୋଶେଫଙ୍କର ବିଡ଼ାକୁ ବାକି ତାଙ୍କର 11 ଜଣ ଭାଇଙ୍କର ବିଡ଼ା ତାଙ୍କୁ ନମସ୍କାର କଲେ। ଆଉ ଯେତେବେଳେ ସ୍ୱପ୍ନ ତାଙ୍କ ଭାଇମାନଙ୍କୁ କହିଲେ ସେମାନେ ବୁଝିଗଲେ ଯେ ଇଏ କହିବାକୁ ଚାହୁଁଛି ଆମେ 11 ଜଣ ଭାଇ ତାକୁ ଆମେ ପ୍ରଣାମ କରୁଛୁ, ଅର୍ଥାତ୍ ଇଏ ଆମର ଶାସନକର୍ତ୍ତା ହବ। ତ ନିଶ୍ଚିତ ଭାବରେ ଆହୁରି ଅଧିକ ଘୃଣା କଲେ ବୋଲି ଲେଖାଯାଏ। ଆହୁରି ଅଧିକ ତାକୁ ଘୃଣା କଲେ 7 ଏବଂ 8 ପଦରେ, ଏବଂ ଆହୁରି ଅଧିକ ତାକୁ ଈର୍ଷା କରିବାକୁ ଲାଗିଲେ। ପୁଣି ଆଗକୁ ଯାଇ ସେ ଆଉ ଗୋଟେ ସ୍ୱପ୍ନ ଦେଖୁଛନ୍ତି ଯେ ସୂର୍ଯ୍ୟ, ଚନ୍ଦ୍ର ଏବଂ 11ଟା ତାରା ବା 11ଟା ନକ୍ଷତ୍ର ତାହାକୁ ପ୍ରଣାମ କରୁଛନ୍ତି। ଅର୍ଥାତ୍ ବାପା ଏବଂ ଭାଇମାନେ ସମସ୍ତେ ବୁଝିଗଲେ ଯେ ବାପା, ମା ଏବଂ 11 ଜଣ ଭାଇ ତାଙ୍କୁ ପ୍ରଣାମ କରୁଛନ୍ତି। ଆଉ ଏଇଟା ପରେ ସେମାନେ ଆହୁରି ତୀବ୍ର ମାତ୍ରାରେ ତାଙ୍କୁ ଈର୍ଷା କରିବାକୁ ଲାଗିଲେ, ତୀବ୍ର ମାତ୍ରାରେ ତାଙ୍କୁ ଘୃଣା କରିବାକୁ ଲାଗିଲେ। ଆଉ ତାଙ୍କର ଈର୍ଷା କରିବା ଏବଂ ଘୃଣା କରିବାର ମାତ୍ରା ଏତେ ଅଧିକ ବଢିଗଲା ଯେ ସେ ତାଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ତାଙ୍କୁ ଗାତରେ ପକେଇଥିଲେ। କିନ୍ତୁ ତାଙ୍କ ମଧ୍ୟରୁ ଯୋଉ ଭାଇ ଜଣେ ଥିଲେ ଜିହୁଦା, ତାଙ୍କର କଥାରେ ଶୁଣି ସେମାନେ ତାକୁ ଯଦିଓ ଗାତରୁ ବାହାର କଲେ, କିନ୍ତୁ ତାଙ୍କୁ ମିଶରକୁ ଯାଉଥିବା ବ୍ୟବସାୟୀ ମାନଙ୍କ ହାତରେ ତାଙ୍କୁ ବିକ୍ରୟ କରିଦେଲେ। ଦେଖନ୍ତୁ ଈର୍ଷା, ଈର୍ଷାର ଘୃଣା ଏବଂ ଘୃଣାର ବିକ୍ରୟ, ହତ୍ୟା କରିବାର ସାମାନ୍ୟ ଅଳ୍ପ ସମୟ ଭିତରେ ସେ ବଞ୍ଚି ଯାଇଛନ୍ତି। ଈର୍ଷା କେତେ ମାରାତ୍ମକ ଅଟେ। ତ ଆମେ ଏଠି ଦେଖିଲୁ ଦ୍ୱିତୀୟ ବିଷୟ ଯେ ଈର୍ଷା ମାନଙ୍କର ପାରିବାରିକ ଏବଂ ସାମାଜିକ ଜୀବନକୁ ମଧ୍ୟ ନଷ୍ଟ କରିଥାଏ। ତୃତୀୟ ବିଷୟ, ଈର୍ଷା ଆମକୁ ବଚସା କରିବାକୁ ପ୍ରବର୍ତ୍ତାଏ। ଅନ୍ୟମାନଙ୍କ ଏଗେନଷ୍ଟରେ କହିବାକୁ ପାଇଁ ଆମମାନଙ୍କୁ ପ୍ରବର୍ତ୍ତାଏ, ଅନ୍ୟମାନଙ୍କ ଏଗେନଷ୍ଟରେ କମ୍ପ୍ଲେନ କରିବା ପାଇଁ, ଅନ୍ୟମାନଙ୍କ ଏଗେନଷ୍ଟରେ ଗ୍ରମ୍ବଲିଂ କରିବା ପାଇଁ, ଅନ୍ୟମାନଙ୍କ ଏଗେନଷ୍ଟରେ ବଚସା କରିବା ପାଇଁ, କ୍ରିଟିସାଇଜ କରିବା ପାଇଁ ଆମମାନଙ୍କ ମନରେ ପ୍ରବର୍ତ୍ତାଏ। ଆମେ ଦେଖି ଜାଣିବା ବାଇବେଲର ଉଦାହରଣ ଯଦି ଆମେ ଦେଖିବୁ, ଗଣନା ପୁସ୍ତକ ତାର 12 ଅଧ୍ୟାୟ ଯଦି ଆପଣ ପଢିବେ ତାହେଲେ ସେଥିରେ ଆମେ ପଢିବାକୁ ପାଉଛୁ ଯେ ମୋଶାଙ୍କ ସହିତ ଯେହେତୁ ପରମେଶ୍ୱର ଗୋଟେ ବନ୍ଧୁ ପରି ସିଧାସଳଖ କଥାବାର୍ତ୍ତା କରୁଥିଲେ, ଆଉ ସେଥିଯୋଗୁଁ ଇସ୍ରାଏଲ ମାନେ ମୋଶାଙ୍କୁ ବହୁତ ସମ୍ମାନ ଦଉଥିଲେ। କିନ୍ତୁ ତାଙ୍କର ଏ ପ୍ରକାର କାର୍ଯ୍ୟରେ ବା ତାଙ୍କର ଏ ପ୍ରକାର ଗୁଣରେ ବା ତାଙ୍କର ଏ ପ୍ରକାର ସଫଳତାରେ ତାଙ୍କର ପରମେଶ୍ୱର ଏ ପ୍ରକାର ସମ୍ପର୍କକୁ ଦେଖି ତାଙ୍କ ଭାଇ ହାରୁନ ଏବଂ ମରିୟମ ତାଙ୍କ ପ୍ରତି ଈର୍ଷା କଲେ। ଆଉ ସେମାନେ ଇସ୍ରାଏଲ ଲୋକମାନଙ୍କୁ କହିଲେ, ପରମେଶ୍ୱର କି କେବଳ ମୋଶାଙ୍କ ସହିତ କଥାବାର୍ତ୍ତା କରନ୍ତି, ସେ କି ଆମ ସହିତ ମଧ୍ୟ କଥାବାର୍ତ୍ତା କରନ୍ତି ନାହିଁ। ଆଉ ସେମାନେ ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ମୋଶାଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ। ସେରେ ଲେଖାଯାଏ କୁଶୀୟ ସ୍ତ୍ରୀକୁ ବାହା ହେଇଥିବାରୁ ତାଙ୍କ ବିରୁଦ୍ଧରେ ସେମାନେ କହିଲେ, କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଗୋଟେ ଥିଲା, ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା ତାଙ୍କ ଈର୍ଷା ହେତୁ ସେମାନେ ତାଙ୍କ ବିରୁଦ୍ଧରେ ବଚସା କରୁଥିଲେ। କୁଶୀୟ ସ୍ତ୍ରୀକୁ କେବଳ ସେମାନେ ଗୋଟେ ବାହାନା କରିଥିଲେ। ସେଇ ବାହାନାରେ ସିଏ ମୋଶାଙ୍କ ବିରୁଦ୍ଧରେ ସେମାନେ ତାଙ୍କୁ ବଚସା କରିବାକୁ ଆରମ୍ଭ କଲେ। କାରଣ ସେମାନେ, ମୁଁ ଆଗରୁ କହିଛି, ଈର୍ଷା ନିଜ ଲୋକମାନଙ୍କ ଭିତରେ ହିଁ ହେଇଥାଏ। ମୋଶାଙ୍କର ଭାଇ, ନିଜ ଭାଇ ଏବଂ ନିଜ ଭଉଣୀ, ସେମାନେ ମୋଶାଙ୍କର ସଫଳତାରେ ଆଉ ମୋଶାଙ୍କର କାର୍ଯ୍ୟକଳାପରେ, ମୋଶାଙ୍କର ଲିଡରସିପରେ, ମୋଶାଙ୍କର ପରମେଶ୍ୱର ସମ୍ପର୍କକୁ ଦେଖି ଈର୍ଷା କରି ତାଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ। କିନ୍ତୁ ପରମେଶ୍ୱରଙ୍କ ଧନ୍ୟବାଦ ହଉ ଯେ ସେ ପରମେଶ୍ୱର, ମୋଶା, ମଜା କଥା ହେଲା ମୋଶା ଜାଣିନାହାନ୍ତି ଯେ ତାଙ୍କର ଭାଇ ଏବଂ ତାଙ୍କର ଭଉଣୀ ତାଙ୍କ ବିରୁଦ୍ଧରେ ବଚସା କରୁଛନ୍ତି, ତାଙ୍କୁ ଈର୍ଷା କରିକି ବଚସା କରୁଛନ୍ତି। କିନ୍ତୁ ପରମେଶ୍ୱର ଜାଣନ୍ତି, ଆଉ ପରମେଶ୍ୱର ଜାଣିଲେ, ଆଉ ସେମାନଙ୍କୁ ଅଭିଶାପ ଦେଲେ, ସେମାନଙ୍କୁ କୁଷ୍ଠ ରୋଗରେ ପୀଡ଼ିତ କଲେ। ପୁଣି ମୋଶା ଏତେ ଭଲ ବ୍ୟକ୍ତି ଥିଲେ ସେ ତାଙ୍କ ପାଇଁ ପୁଣି ପ୍ରାର୍ଥନା କରି ତାଙ୍କୁ ସୁସ୍ଥ କଲେ। ତେଣୁ ଆମେ ଏଠି ଦେଖିଲୁ ଯେ ଈର୍ଷା ଅନ୍ୟମାନଙ୍କ ବିରୁଦ୍ଧରେ, ବିଶେଷ କରି ଆମଠାରୁ ଟିକେ ସଫଳ ହେଇଥିବା ଲୋକମାନଙ୍କ ବିରୁଦ୍ଧରେ ବଚସା କରିବା ପାଇଁ ଶିଖାଏ। 4 ନମ୍ବର ମୁଁ ଦେଖିଲି ଯେ ଜେଲସି ଏପରିକି ମରଣ ମାନେ ହତ୍ୟା ପର୍ଯ୍ୟନ୍ତ ମଧ୍ୟ ଆମମାନଙ୍କୁ, ହତ୍ୟା କରିବାକୁ ମଧ୍ୟ ଆମମାନଙ୍କୁ ପ୍ରବର୍ତ୍ତାଇଥାଏ। ଜେଲସି ଅଲସୋ ଲିଡ୍ସ ଟୁ ମର୍ଡର। ଜେଲସି ଯେତେବେଳେ, ଈର୍ଷା ଯେବେ କ୍ରୋଧରେ ପରିଣତ ହେଇଯାଏ, ସେତେବେଳେ ସେ ହତ୍ୟା ପରି ଜଘନ୍ୟ ପାପରେ ମଧ୍ୟ ଆମମାନଙ୍କୁ ପକାଇଥାଏ, ଜଘନ୍ୟ ପାପ କରିବାକୁ ମଧ୍ୟ ଆମମାନଙ୍କୁ ପ୍ରବର୍ତ୍ତାଇଥାଏ।
ଆମେ ଯେବେ ଦେଖୁ ଆଦି ପୁସ୍ତକ ତାର 4th ଅଧ୍ୟାୟରେ ଆମେ କଏନ ଏବଂ ହେବଲଙ୍କ ବିଷୟରେ ପଢିବା ପାଇଁ ପାଉ। ଆମେ ସମସ୍ତେ ଜାଣିଛୁ, ମୁଁ କେବଳ ଆକୁ ରିଲେଟ କରିବା ପାଇଁ ତାକୁ ଷ୍ଟୋରିଟା କହୁଛି। କଏନ ଏବଂ ହେବଲ ନିଜ ନିଜର ନୈବେଦ୍ୟ ପରମେଶ୍ୱରଙ୍କ ନିକଟକୁ ଆଣିଲେ ଉତ୍ସର୍ଗ କରିବା ପାଇଁ, କିନ୍ତୁ ହେବଲ ସରଳ ହୃଦୟରେ ଭକ୍ତି ଭାବରେ ଉତ୍ସର୍ଗ କରିବାକୁ ଆଣିଥିବାରୁ ପରମେଶ୍ୱର ହେବଲଙ୍କୁ ଏବଂ ତାର ନୈବେଦ୍ୟକୁ ଗ୍ରହଣ କଲେ ବୋଲି ଲେଖାଯାଏ। ଆଉ ଏଥିରେ କଏନ ଉତ୍କ୍ଷିପ୍ତ ହେଲେ, ଏଥିରେ କଏନ କ୍ରୋଧ ହେଲେ, କାରଣ ସିଏ ହେବଲଙ୍କ ପ୍ରତି ଈର୍ଷା କଲେ ଆଉ ସିଏ ମନରେ କ୍ରୋଧ ରଖିଲେ। ଅର୍ଥାତ ଈର୍ଷା କ୍ରୋଧ କରିବାକୁ ମଧ୍ୟ ଶିଖାଏ। ଈର୍ଷା ତ ଗୋଟେ ପାପ, ସେ ତାଠାରୁ ଆଉ ଗୋଟେ ବଡ ପାପ କରିବା ପାଇଁ ମଧ୍ୟ ଶିଖାଏ। ଆଉ ସେ ପରବର୍ତ୍ତୀ ସମୟ ସେ ଗ୍ରଜ ରଖିକି ପରବର୍ତ୍ତୀ ସମୟରେ ସେ ହେବଲଙ୍କୁ ହତ୍ୟା କରୁଛନ୍ତି। ମାନବ ଇତିହାସର ପ୍ରଥମ ହତ୍ୟା ଈର୍ଷା ଯୋଗୁଁ ହେଇଥିଲା। Because of jealousy, the first murder in the history of human history, it was happened. କେଡ଼େ ଭୟଙ୍କର ବିଷୟ ଦେଖନ୍ତୁ, ଏଠି ସତରେ ଈର୍ଷା କେତେ ଭୟଙ୍କର ବିଷୟ ଅଟେ। ତେଣୁ ଈର୍ଷା ନିଜେ ତ ଗୋଟେ ପାପ, ଆଉ କିନ୍ତୁ ସେ ଅନେକ ପାପ କରିବା ପାଇଁ ଆମମାନଙ୍କୁ ପ୍ରବର୍ତ୍ତାଏ। ଏସବୁ ଦୃଷ୍ଟିକୋଣରୁ ଦେଖିଲେ ଯେଉଁ ସ୍ଥାନରେ ଈର୍ଷା ଏବଂ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ ବୋଲି ବାଇବେଲ ପ୍ରକାଶ କରେ। ଯାକୁବ ପୁସ୍ତକ ତାର 3 ପର୍ବ 14ରୁ 16 ପଦରେ ଲେଖାଯାଏ। ଆପଣମାନେ ନିଜେ ପଢିବେ, ସମୟ ସାପେକ୍ଷ ଦୃଷ୍ଟିରେ ମୁଁ ପଢି ଦଉଛି। କିନ୍ତୁ ଯଦି ତୁମମାନଙ୍କ ହୃଦୟରେ ତିକ୍ତ ଈର୍ଷା ଭାବ ଓ ସ୍ୱାର୍ଥପରତା ଥାଏ, ତାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ। ଏପରି ଜ୍ଞାନ ଉର୍ଦ୍ଧ୍ୱରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଶାରୀରିକ ଓ ଭୌତିକ ଅଟେ। କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ୱାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ। ଇଂରାଜୀ ବାଇବଲରେ ଯେ ଦୁଷ୍କର୍ମ ଶବ୍ଦ ପାଇଁ ଡିସଅର୍ଡର ଲେଖାଯାଇଛି, ଅବ୍ୟବସ୍ଥା ଏବଂ ଭାଇଲ ପ୍ରାକ୍ଟିସେସ୍, ମନ୍ଦ କାର୍ଯ୍ୟ ସବୁ ରହିଥାଏ। ଏଇ ଦେଖନ୍ତୁ, ଏଇ କାରଣ ଯୋଗୁଁ ଈର୍ଷା ଏବଂ ସ୍ୱାର୍ଥପରତା ଥିବା ଯୋଗୁଁ ଆଜି ଅଧିକାଂଶ ଡିସଅର୍ଡର ବା ଅବ୍ୟବସ୍ଥା, ସେ ପରିବାର ଭିତରେ ହଉ କିମ୍ବା ସେଇ ଆପଣଙ୍କର ମଣ୍ଡଳୀ ଭିତରେ ହଉ, କାହାର ଗୋଟେ ବ୍ୟକ୍ତିର ସ୍ୱାର୍ଥ ହାସଲ ହେଇପାରୁନାହିଁ ବୋଲି, ବା ସେ ଯୋଉ ପୋଜିସନ ପାଇବା ପାଇଁ ମଣ୍ଡଳୀ କିମ୍ବା ପରିବାର ଚାହୁଁଥିଲା, ସେ ପୋଜିସନ ପାଇଲା ନାହିଁ, ଆଉ ଜଣେ ପାଇଲେ ବୋଲି ତାଙ୍କୁ ଈର୍ଷା କରି ସେ ମଣ୍ଡଳୀ ଭିତରେ ଡିଷ୍ଟର୍ବାନ୍ସ ବା ଅବ୍ୟବସ୍ଥା କରିବାକୁ ଆରମ୍ଭ କରନ୍ତି। ଆଉ ଏଇଟା ମଧ୍ୟ ଗୋଟେ କାରଣ ଯୋଉଥିପାଇଁ ଆଜି ପରିବାର ଭାଙ୍ଗି ଯାଇଥାଏ, ଆଜି ମଣ୍ଡଳୀ ଭାଙ୍ଗି ଯାଇଥାଏ, ଆଜି ସମାଜରେ ବିଶୃଙ୍ଖଳ ଦେଖାଯାଇଥାଏ। ତ ଈର୍ଷା ଏ ପ୍ରକାର ଏକ ଭୟଙ୍କର ବିଷୟ ଅଟେ। ନେକ୍ସଟ ହେଲା, ଈର୍ଷା ଆମର ଆତ୍ମିକ ଜୀବନକୁ ମଧ୍ୟ ନଷ୍ଟ କରିଦେଇଥାଏ। କେବଳ ଆମଙ୍କର ଶାରୀରିକ କିମ୍ବା ମାନସିକ ଜୀବନକୁ ସିଏ ଡିଷ୍ଟର୍ବ କରେ ନାହିଁ, ମାତ୍ର ସେ ଆମମାନଙ୍କର ଆତ୍ମିକ ଜୀବନକୁ ମଧ୍ୟ ନଷ୍ଟ କରେ। ସେଥିପାଇଁ ତ ଲେଖାଯାଇଛି 21 ପଦରେ, এই ପ୍ରକାର କାର୍ଯ୍ୟ, ଏ ସବୁ ପ୍ରକାର କର୍ମ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। They will not be part of the kingdom of God. ଦେଖନ୍ତୁ, ପ୍ରଥମ କରନ୍ତି ତାର 3 ପର୍ବ 3 ପଦରେ ଏ ପ୍ରକାର ଲେଖାଯାଏ। 1 Corinthians chapter 3 verse 3, ଯେଣୁ ଏ ପର୍ଯ୍ୟନ୍ତ ତୁମ୍ଭେମାନେ ଶାରୀରିକ ଅଟ, କାରଣ ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମ୍ଭେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁନାହ। କାରଣ ଏଠି କ୍ଲିୟର ଲେଖା, ଦେଖନ୍ତୁ, ଈର୍ଷା ଯେହେତୁ ଗୋଟେ ଶରୀରର କାର୍ଯ୍ୟ, ଆଉ ଆମମାନଙ୍କ ମଧ୍ୟରେ ଯଦି ଈର୍ଷା ଏବଂ ବିବାଦ ରହିଛି, ଆମେ କେବେ ମଧ୍ୟ ଆତ୍ମିକ ଭାବରେ ବ୍ୟବହାର କରିପାରିବା ନାହିଁ। ଆମେ ଗୋଟେ ଶାରୀରିକ ବା ପାର୍ଥିବ ବିଷୟରେ ହିଁ ଆମେ ଚିନ୍ତା କରିବା ଏବଂ ସେ ପ୍ରକାର ହିଁ ଆମମାନଙ୍କର କାର୍ଯ୍ୟ ରହିବ, ଆଉ ସେ ପ୍ରକାର ହିଁ ଆମମାନଙ୍କର ଆଚରଣ ରହିବ। ସେଥିପାଇଁ ଏଠି ଲେଖାଗଲା 20 ପଦରେ, ଗାଲାତ୍ୟାର 5:20 ପଦରେ, ଏ ପ୍ରକାର କାର୍ଯ୍ୟ କରୁଥିବା ଲୋକମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଈର୍ଷା କରୁଥିବା ଲୋକ, ବିବାଦ କରୁଥିବା ଲୋକ, ସେମାନେ କେବେ ମଧ୍ୟ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ ବୋଲି ବାଇବେଲ କ୍ଲିୟର ଲେଖାଯାଏ। ଆଉ ଡେଞ୍ଜରିୟସ୍ ବିଷୟ ହେଲା, ଆମେ ବେଳେ ବେଳେ ସେବା କାର୍ଯ୍ୟରେ ମଧ୍ୟ ଈର୍ଷା କରିଥାଉ। ଇଏ ତ ପାର୍ଥିବ ବିଷୟ ଈର୍ଷା ହେଲା, ଆମେ ବେଳେ ବେଳେ ସେବା କାର୍ଯ୍ୟରେ ମଧ୍ୟ ଈର୍ଷା କରିଥାଉ। ଜଣେ କିଏ ଗୋଟେ ପ୍ରଚାର କରୁଛି ବୋଲି
ଆମମାନେ ମଧ୍ୟ ତାକୁ ଟକ୍କର ଦେବା ପାଇଁ ବୋଲି ପ୍ରଚାର କରିବା ପାଇଁ ବାହାରିବା। ଜଣେ କିଏ ଯଦି ଭଲ ଗୀତ ଗାଉଛି ବୋଲିକିରି ଆମମାନଙ୍କର ସ୍ୱର ଥାଉ ନଥାଉ ଆମେ ପୁଣି ତାକୁ ଟକ୍କର ଦେବା ପାଇଁ ଆମେ ବାହାରି ପଡିଥାଉ। ଆମେ କେବେ ଚିନ୍ତା କରିନଥାଉ ଯେ ମୁଁ ପ୍ରଚାର କରିବା ପାଇଁ ପ୍ରକୃତରେ ପରମେଶ୍ୱର ଠାରୁ ଆହ୍ୱାନ ପ୍ରାପ୍ତ କି ନୁହେଁ, whether I am called for this work or not। ନା, କେବଳ ମତେ ତାକୁ କାଉଣ୍ଟର କରିବାର ଅଛି, ମତେ ତାକୁ ଟକ୍କର କରିବାର ଅଛି। ସିଏ ଯଦି ପ୍ରଚାର କରୁଛି ତାହେଲେ ମୁଁ କାହିଁକି ପ୍ରଚାର କରିବି ନାହିଁ? ସେ ଯଦି ପୁଲପିଟ କୁ ଯାଉଛି ତାହେଲେ ମୁଁ କାହିଁକି ପୁଲପିଟ କୁ ଯିବିନି? ସେ ଯଦି ଆଗରେ ଯାଇ ପ୍ରଚାର କରୁଛି ତାହେଲେ ମୁଁ କାହିଁକି ଆଗରେ ଯାଇ ପ୍ରଚାର କରିବି ନାହିଁ? ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ ନୁହେଁ, କେବଳ ସେ ଲୋକଟାକୁ ପ୍ରତିବାଦ କରିବା ପାଇଁ, ଈର୍ଷା ପାଇଁ ଆମେ ପ୍ରଚାର କାର୍ଯ୍ୟ କରିଥାଉ। ଲେଖାଯାଇଛି ଫିଲିପିଓ ତାର 1:15 ଫିଲିପିଆନ୍ ଚାପ୍ଟର 1:15, କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛି। ଦେଖନ୍ତୁ ସତ୍ୟ, କିନ୍ତୁ ଆଉ କେହି କେହି ସତ୍ ଭାବରେ ଗୁଡୱିଲ ରେ ତାହା କରୁଅଛ। ଆମେ ଯେବେ ପ୍ରଚାର କରୁଛୁ ତାହେଲେ ଆମେ କୋଉ ପ୍ରକାର ଉଦ୍ଦେଶ୍ୟ ନେଇ ପ୍ରଚାର କରୁଛୁ? କେବଳ ଈର୍ଷା ଏବଂ ବିବାଦ ଯୋଗୁଁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଛୁ, ନା ଆମେ ପ୍ରକୃତରେ ସ୍ୱଇଚ୍ଛାରେ ଗୁଡୱିଲରେ ସ୍ୱେଚ୍ଛା ଭାବରେ ସ୍ୱତଃପ୍ରବୃତ୍ତ ଭାବରେ ପରମେଶ୍ୱର ଆମକୁ ଦାୟିତ୍ୱ ଦେଇଛନ୍ତି ରେସ୍ପନ୍ସିବିଲିଟି ହିସାବରେ ଆମେ ପ୍ରଚାର କରୁଛୁ? କେତେ ଭୟଙ୍କର ବିଷୟ! ଆମେ ପ୍ରଚାର କାର୍ଯ୍ୟରେ ମଧ୍ୟ ଈର୍ଷା କରିକିରି ବା କାହାକୁ ଦେଖେଇବା ପାଇଁ ବୋଲି ଆମେ ପ୍ରଚାର କରିଥାଉ। ଆଉ ଭୟଙ୍କର ବିଷୟ ଅଟେ। ତେଣୁ ଆମେ ଦେଖିଲୁ ଈର୍ଷା କରିବା ଦ୍ୱାରା କିଛି ଲାଭ ନାହିଁ। ହାଉ ଟୁ ଡିଲ୍ ୱିଥ୍ ଜେଲସି। ତାହେଲେ ଏଇ ଈର୍ଷା ବା ଏଇ ପରଶ୍ରୀ କାତରତାକୁ ଆମେ କେମିତି କାଉଣ୍ଟର କରିବା, କେମିତି ତା ସହିତ ଡିଲ୍ କରିବା, କେମିତି ତାକୁ ଆମେ ଦୂର କରିପାରିବା? ପ୍ରଥମ ବିଷୟ ଜାଣିବା ଦରକାର ଯେ ଆମେ ଈର୍ଷା କରିବା ଦ୍ୱାରା କେବଳ 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 ନିଜର ହିଁ କ୍ଷତି ହେଇଥାଏ। ଈର୍ଷା କରିବା ଯାହା ଆପଣଙ୍କର ପକେଟରେ ନିଆଁକୁ ଧରିକି ବୁଲିବା ତାହା। ସେ ନିଆଁ କାକୁ ଜଳେଇବ ନ ଜଳେଇବ ନିଶ୍ଚିତ ଭାବରେ ସେ ଯିଏ ପକେଟରେ ପୁରେଇକି ଯଦି ବୁଲିବ ନିଆଁକୁ, ଡେଫିନେଟଲି ଯିଏ ଧରିଛି ତାକୁ ହିଁ ଜଳେଇବ। ଆଉ ଏହା ଅସାର ବିଷୟ ଅଟେ। ସେଥିପାଇଁ ଜ୍ଞାନୀ ଧନୀ ମାନି ରାଜା ସଲୋମନ ଉପଦେଶକ ତାର 4:4 ଲେଖାନ୍ତି ଏକ୍ଲେସିଆସ୍ଟିସ୍ ଚାପ୍ଟର 4:4 ତହୁ ମୁଁ ସମସ୍ତ ପରିଶ୍ରମ ଓ ପ୍ରତ୍ୟେକ ଦକ୍ଷ କାର୍ଯ୍ୟ ଦେଖିଲି ଯେ ତହିଁ ସକାଶୁ ମନୁଷ୍ୟ ଆପଣା ପ୍ରତିବାସୀର ଈର୍ଷା ପାତ୍ର ହୁଏ। ଏହା ହିଁ ଅସାର ଓ ବାୟୁର ପଶ୍ଚାତ ଧାବନ ମାତ୍ର। ଅର୍ଥାତ୍ ପ୍ରତିବାସୀର, ମୁଁ ଆଗରୁ କହିଛି ନା, ଆମେ ଦୂର ଲୋକକୁ ବା ଅଜଣା ଲୋକକୁ ଆମେ ଈର୍ଷା କରିନଥାଉ ବା ଆମକୁ କେହି ଈର୍ଷା କରିନଥାନ୍ତି। ଚିହ୍ନା ପରିଚିତ ପ୍ରତିବାସୀ ନିଜ ଲୋକ, ଏ ଭିତରେ ହିଁ ସବୁ ଜିନିଷ ଘଟିଥାଏ। ତ ପ୍ରତିବାସୀ ଅତ୍ୟଧିକ ଦକ୍ଷର ସହିତ ଏବଂ ପରିଶ୍ରମ କରିକି ସେ ବିଚରା ସଫଳ ହେଇଛି, କିନ୍ତୁ ଆମକୁ ଲାଗେ ଯେ ଇଏ ଛନ୍ଦୁରୁ ମନ୍ଦୁରୁ କରି ବା ଭାଗ୍ୟରେ ଥିବା ଯୋଗୁଁ ଆକୁ ମିଳିଯାଇଛି, ତେଣୁ ଆମେ ତା ପ୍ରତି ଈର୍ଷା କରୁ। ରିଭର୍ସରେ ସେ ମଧ୍ୟ ହୁଏତ ଆମ ବିଷୟରେ ସେ ପ୍ରକାର ଭାବୁଥିବ। ଆଉ ଏହା ହିଁ ଅସାର ଏବଂ ବାୟୁର ପଶ୍ଚାତ ଧାବନ, ପବନ ପଛରେ ଗୁଡେଇବା ସହିତ ସମାନ, ପବନକୁ ଫାସ ପକେଇବା ସହିତ ସମାନ। ତେଣୁ ଅତି ଭୟଙ୍କର ବିଷୟ ଅଟେ। ନମ୍ବର 2, ଆମେ ନିଜକୁ ଆଉ କାହା ସହିତ ତୁଳନା କରିବା ନାହିଁ। ମୁଁ ଥରେ ମଧ୍ୟ ପ୍ରଚାର କରୁଥିଲି ଏ ସମ୍ପର୍କରେ, ତୁଳନା କରିବା ସମ୍ପର୍କରେ, ଆପଣ ମାନଙ୍କର ଯଦି ମନେ ଥିବ। ଆମେ ନିଜକୁ ଆଉ କାହା ସହିତ ତୁଳନା କରିବା ନାହିଁ, ବରଂ କେବଳ ନିଜ ସହିତ ତୁଳନା କରିବା ଆବଶ୍ୟକ। ନିଜ ସହିତ, ଇଟ୍ସ ନଟ୍ ୟୁ ଭର୍ସେସ୍ ଅଦର, ଇଟ୍ ଇଜ ୟୁ ଭର୍ସେସ୍ ୟୁ, ଇଟ୍ସ ମି ଭର୍ସେସ୍ ମି। ମୁଁ ଗତକାଲି ଅପେକ୍ଷା ଆଜି କେତେ ବେଟର କରିଛି, ଗତ ମାସ ଅପେକ୍ଷା ଆଜି କେତେ ବେଟର କରିଛି, ଗତ ବର୍ଷ ଅପେକ୍ଷା ଏ ବର୍ଷ ମୁଁ କେତେ ବେଟର କରିଛି, ଗତ 5 ବର୍ଷ ଅପେକ୍ଷା ଏଇ 5 ବର୍ଷର ବେଟର କେତେ କରିଛି। ଏ ପ୍ରକାର ବିଜ୍ଞ ବ୍ୟକ୍ତି କୁହନ୍ତି 5 ବର୍ଷ ପୂର୍ବରୁ ଆପଣଙ୍କ ସଫଳତା ଦେଖିକିରି ଏବେ 5 ବର୍ଷ ପରେ ଆପଣ ସଫଳତା, ନିଜର ସଫଳତା ଯଦି କମ୍ପେୟାର କଲା ପରେ ଆପଣ ଯଦି ଲଜ୍ଜା ଲାଗୁନାହିଁ, ତାହେଲେ ଆପଣ ବିଶେଷ କିଛି ଉନ୍ନତି କରିନାହାନ୍ତି। ଅର୍ଥାତ୍ ଆମେ ଆଉ କାହା ସହିତ ତୁଳନା ଯେତେବେଳେ କରିଥାଉ, ୟା ତ ଆମ ଭିତରେ ଗୋଟେ ଇନଫେରିୟରିଟି କମ୍ପ୍ଲେକ୍ସ, ଛୋଟ ହେବାର ମନୋବୃତ୍ତି, କିମ୍ବା ସୁପିରିୟରିଟି କମ୍ପ୍ଲେକ୍ସ ବା ତାଠାରୁ ବଡ ହେବାର ଭାବନା ଆମ ଭିତରେ ଆସି ଯାଇଥାଏ। ଆଉ ଯେତେବେଳେ ବିଶେଷ କରି ତାଙ୍କ ତୁଳନା ନିଜକୁ ଟିକେ ଛୋଟ ମନେ ଲାଗେ, ଆମେ ତାକୁ ଈର୍ଷା କରିବା ପାଇଁ ଆରମ୍ଭ କରିଥାଉ। ତେଣୁ କାହା ସହିତ ତୁଳନା କରିବା ଆବଶ୍ୟକ ନାହିଁ, କେବଳ ନିଜ ସହିତ ନିଜେ ତୁଳନା କରିବାର ଅଛି, କାରଣ ନିଜ ବିଷୟରେ ନିଜେ ଦାୟୀ ରହିବେ। ସେଥିପାଇଁ ଗାଲାତି ତାର 6:4 ଏବଂ 5 ଲେଖାଯାଏ, ଗାଲାତିଆନ୍ ଚାପ୍ଟର 6:4-5, କିନ୍ତୁ ପ୍ରତ୍ୟେକ ଜଣ ଆପଣା କର୍ମ ପରୀକ୍ଷା କରୁ,
ତେବେ ସେ ଅନ୍ୟ ସହିତ ଆପଣଙ୍କୁ ତୁଳନା କରିବା ଦ୍ୱାରା ଦର୍ପ ନ କରି କେବଳ ନିଜଠାରେ ଦର୍ପର କାରଣ ହେବ। ଆମେ ନର୍ମାଲି କାହା ସହିତ ତୁଳନା କରିକିରି ନିଜକୁ ଆମେ ଦର୍ପ କରିଥାଉ। ଯେମିତି ଦି ଜଣ ପ୍ରାର୍ଥନା କରିବା ପାଇଁ ଯାଇଥିଲେ, ସେ ନିଜର ଧାର୍ମିକତା ବିଷୟରେ ଯେତେବେଳେ କରଗ୍ରାହୀ ସହିତ ସେ ତୁଳନା କରୁଛି, ସେ ନିଜକୁ ଉପରେ ମନେ ରଖି ଆଉ ନିଜ ବିଷୟରେ ସେ ଗର୍ବ କରୁଛି। ଆମମାନେ ମଧ୍ୟ ପାର୍ଥିବ ବିଷୟରେ ହଉ କିମ୍ବା ଆତ୍ମିକ ବିଷୟରେ ହଉ, ଯେତେବେଳେ ଆମେ ଆଉ କାହା ସହିତ ତୁଳନା କରୁ, ଯେତେବେଳେ ଆମେ କାହାକୁ ଆମ ଠାରୁ ଟିକେ ବେଟର ପାଉ, ତାହେଲେ ଆମେ ତା ପ୍ରତି ଈର୍ଷା କରିଥାଉ। ଆମେ କାହାଠାରୁ ଯଦି ଟିକେ ଉପରେ ଥାଉ, ତାହେଲେ ଆମେ ଗର୍ବ କରିବା ଆରମ୍ଭ କରିଥାଉ। ସେମିତି ନକରି ସିଏ କହୁଛନ୍ତି, ଏଠି ଲେଖାଯାଇଛି କ୍ଲିୟରଲି, ସିଏ ଆପଣାକୁ ଆପଣା ସହିତ ତୁଳନା କରୁ। ଆଉ ଯଦି କିଛି ଭଲ କରିଛି ତାହେଲେ ସେ ନିଜ ବିଷୟରେ ଦର୍ପ କରୁ। କାରଣ ପ୍ରତ୍ୟେକ ଜଣ ଆପଣା ଆପଣା ଭାର ବହନ କରିବେ। ଏଭ୍ରିବଡି ଇଜ ରେସ୍ପନ୍ସିବଲ ଫର ହିଜ ଓନ୍ ୱାର୍କ। ଆପଣଙ୍କର କାର୍ଯ୍ୟ ପାଇଁ ଆପଣ ଉତ୍ତରଦାୟୀ, ଆପଣଙ୍କ ଜୀବନ ପାଇଁ ଆପଣ ଉତ୍ତରଦାୟୀ, ମୋ କାର୍ଯ୍ୟ ପାଇଁ ମୁଁ ଉତ୍ତରଦାୟୀ। ଆଇ ଏମ୍ ରେସ୍ପନ୍ସିବଲ ଫର ମାଇ ଲାଇଫ, ଆଇ ଏମ୍ ରେସ୍ପନ୍ସିବଲ ଫର ମାଇ ୱାର୍କସ। କିଏ କାହା ପାଇଁ ଆଉ ଦାୟୀ ରହିବେ ନାହିଁ। ଆଉ ଶେଷ ବିଷୟ ମୁଁ କହିବା ପାଇଁ ଶେଷ କରିବା ପାଇଁ ଚାହେଁ, କାହାର ସଫଳତା ଦେଖି ଈର୍ଷା କରିବା ନାହିଁ, ବରଂ ପ୍ରେରଣା ପ୍ରାପ୍ତ ହେବା। We should be inspired by seeing the success of others. ତାଙ୍କ ସହିତ ଆମେ କମ୍ପ୍ଲିମେଣ୍ଟ ଦେବା, ତାଙ୍କୁ ଆମେ କଂଗ୍ରାଚୁଲେଟ କରିବା, ତାଙ୍କ ସହିତ ଆମେ ସେଲିବ୍ରେଟ କରିବା, ନାକି ତାଙ୍କର ସଫଳତା ଦେଖି ଆମ ମନରେ ଈର୍ଷା ଭାବରେ ଆସିବାର ଆବଶ୍ୟକତା ରହିଛି। ସେଥିପାଇଁ ପ୍ରେରିତ ତାର 13 ପର୍ବ 44 ଏବଂ 45 ପଦରେ ଏ ପ୍ରକାର ଲେଖାଯାଏ, ଆପଣ ପଢିବେ। ମୁଁ ତାକୁ ଜିଷ୍ଟରେ କହିଦଉଛି। ପାଉଲ ଏବଂ ତାଙ୍କର ସଙ୍ଗୀ ମାନେ ଯେତେବେଳେ ପିସିଦିଆର ଆନ୍ତିଓକିଆରେ ବାକ୍ୟ ପ୍ରଚାର କରୁଥିଲେ, ତାଙ୍କର ପ୍ରଚାର ଶୁଣି ଅନେକ ଲୋକ ଆକର୍ଷିତ ହେଲେ ଏବଂ ପ୍ରତିଦିନ ଅଧିକରୁ ଅଧିକ ଲୋକ ଏକତ୍ରିତ ହଉଥିଲେ ତାଙ୍କର ବାକ୍ୟ ଶୁଣିବା ପାଇଁ। ଆଉ ତାଙ୍କର ଏଇ ସଫଳତା ଦେଖି ଯିହୁଦୀ ମାନେ ପାଉଲ ଏବଂ ତାଙ୍କର ସଙ୍ଗୀ ମାନଙ୍କ ବିରୁଦ୍ଧରେ ଈର୍ଷାରେ ପୂର୍ଣ୍ଣ ହେଲେ। ପୁଣି ନିନ୍ଦା କରୁ କରୁ ପାଉଲଙ୍କ କଥାରେ ପ୍ରତିବାଦ କରିବାକୁ ଲାଗେ। ଈର୍ଷା ଆପଣ ନିନ୍ଦା କରିବାକୁ ମଧ୍ୟ ଶିଖାଏ ଏବଂ ପ୍ରତିବାଦ କରିବାକୁ ମଧ୍ୟ ଶିଖାଏ। ତ ପାଉଲ ଏବଂ ତାଙ୍କ ସଙ୍ଗୀ ମାନଙ୍କର ସଫଳତା ଦେଖି ଯିହୁଦୀ ମାନେ ତାଙ୍କୁ ଈର୍ଷା କରିବାକୁ ଆରମ୍ଭ କଲେ, ତାଙ୍କୁ ନିନ୍ଦା କରିବାକୁ ଆରମ୍ଭ କଲେ, ତାଙ୍କୁ ପ୍ରତିବାଦ କରିବାକୁ ଆରମ୍ଭ କଲେ। ଆମେ ମଧ୍ୟ ଆଜି ସେଇ ପ୍ରକାର କରିଥାଉ। ଆମ ଚର୍ଚ୍ଚ ଅପେକ୍ଷା ଯଦି ଆଉ କୋଉ ଚର୍ଚ୍ଚରେ ଅଧିକ ଲୋକ ହେଇଗଲେ, ତାହେଲେ ଆମେ ତାଙ୍କ ପ୍ରତି ଈର୍ଷା କରିଥାଉ। ଆମର ସଭାରେ ଯଦି ଆଉ କୋଉ ସଭାରେ ଅଧିକ ଲୋକ ହେଇଗଲେ, ତାହେଲେ ଆମେ ତାଙ୍କ ପ୍ରତି ଈର୍ଷା କରିଥାଉ। ଆମ ଠାରୁ ଯଦି ସେମାନେ ଆହୁରି ସଫଳତାର ସହିତ ଗୋଟେ କାର୍ଯ୍ୟ ସମ୍ପାଦନ କଲେ, ଆମେ ତାଙ୍କୁ ଈର୍ଷା କରିଥାଉ, କାରଣ ଆମେ ତୁଳନା କରିଥାଉ। ତେଣୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏ 16ଟା ବିଷୟରେ ଆମେ ଯଦି ଆଲୋଚନା କରିବା, ପ୍ରତ୍ୟେକ ବିଷୟ ପାଇଁ ଆମେ ଏ ପ୍ରକାର ଅଧଘଣ୍ଟା 45 ମିନିଟ୍ ଘଣ୍ଟାଟେ ଆଲୋଚନା କରିପାରିବା। ମୁଁ ସେ 16ଟା ମଧ୍ୟରୁ ଗୋଟିଏ ବିଷୟ ଆଜି ଆପଣ ମାନଙ୍କ ସମ୍ମୁଖରେ କିଛି ଆଲୋଚନା କରିବା ପାଇଁ ସୁଯୋଗ ପାଇଲି। ତେଣୁ ଈଶ୍ୱର ଆପଣ ସମସ୍ତଙ୍କୁ ଏବଂ ମତେ ଏହାର ବୁଝିବା ପାଇଁ ମାନଙ୍କୁ ଅନୁଗ୍ରହ କରନ୍ତୁ ଏବଂ ଏଇ ଈର୍ଷାକୁ ପରିହାର କରି ଆଦୌ କୌଣସି ପ୍ରକାର ଲାଭ ନାହିଁ, ଆକୁ ପରିତ୍ୟାଗ କରି ଆମମାନଙ୍କର ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନ ଓ ସର୍ବୋପରି ଆତ୍ମିକ ଜୀବନକୁ ସୁରକ୍ଷିତ ରଖିବା ପାଇଁ ସାହାଯ୍ୟ କରନ୍ତୁ। এই অল্প শিক্ষার ঈশ্বর আমাকে বুঝিবার শক্তি দেই আশীর্বাদ করন্তু। আমেন। थैंक यू ସମସ୍ତଙ୍କୁ ପୁଣି ଥରେ ପ୍ରେମ ଦେଲ। ସମସ୍ତଙ୍କୁ ନମସ୍କାର। बहुत सुंदर शिक्षा आपण आरंभ कले जे नेगेटिव विषय गुड़ाक बहुत कम शिक्षा दि जाए। आपण फिल्म पढ़ुले से ऊपर वाक्य देवाई, किंतु एते सुंदर भाव से ईर्षा उपरे आउ गभीर आपण अनुशीलन करछंती, तार रेफरेंस सब बाहर करछंती। आउ किभली भाव से केवल आमर आत्मिक जीवन को अफेक्ट करे, ताने आमनकर शारीरिक जीवन को मत अफेक्ट करे, आमर सोशल लाइफ को अफेक्ट करे, आमर स्पिरिचुअल लाइफ, आमर चर्च लाइफ को अफेक्ट करे। विभिन्न दिग ऊपर आपण आलोकपात करिसेंती। आपण तो जने ज्ञानी लोक, प्रभु आपण को आशीर्वाद करंतु। आगु को मध्य सेमती आम पाइका अति सुंदर सुंदर वाक्य धरिकी निश्चिंत आसे बोली विश्वास करछि। प्रेज द लॉर्ड। थैंक यू भाई। प्रेज द लॉर्ड। थैंक यू भाई। थैंक यू। मीना प्रेज द लॉर्ड, प्रेज द लॉर्ड। धन्यवाद सदा प्रभु परमेश्वर को।